ପ୍ରଭାବିତ ହୋଇଥିଲେ, ଗଭୀର ଭାବରେ ସେ ପ୍ରଭାବିତ ହୋଇଥିଲେ। ସେମାନେ କାହା ଦ୍ୱାରା ପ୍ରଭାବିତ ହୋଇଥିଲେ? ବର୍ତ୍ତମାନ ଆମେ ଆଲୋଚନା କରୁଛେ ଆଧ୍ୟାତ୍ମିକ ପ୍ରଭାବ କଣ ରହିଥିଲା ପଞ୍ଚସଖା ମାନଙ୍କର। ଓଡ଼ିଶାରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ବୈଷ୍ଣବ ଦର୍ଶନ ଦ୍ୱାରା ପଞ୍ଚସଖାଏ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। କିଭଳି ଭାବରେ ପ୍ରଭାବିତ ହୋଇଥିଲେ ସେ ବିଷୟରେ ଆଲୋଚନା କରିବା। କିଭଳି ଭାବରେ ଯାହା ରହିଛି ଆମର କିମ୍ବଦନ୍ତୀ ଅନୁସାରେ ପଞ୍ଚସଖାଙ୍କର ସବୁ ବିଷୟରେ ଆମେ ଜାଣିବା। ପଞ୍ଚସଖା ହଉଛି ମୁଁ ୱାଇଜ କରିଦଉଛି ଯାହାଫଳରେ ଆମର ମନେ ରହିଯିବ। ପଞ୍ଚସଖା ଯୁଗ କିମ୍ବା ଆମେ ଏହାକୁ ପାଞ୍ଚ ବନ୍ଧୁଙ୍କର ଯୁଗ ବୋଲି କହିଥାଉ। ଓଡ଼ିଆ ସାହିତ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଯୁଗ ଏହି ଯୁଗଟିକୁ କୁହାଯାଏ, ଯାହାକି 1450ରୁ ଆରମ୍ଭ ହୋଇ 1550 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟକୁ ବୁଝାଇଥାଏ। ଏହି 5 ଜଣ ପ୍ରମୁଖ କବି ରହିବେ ବା ସନ୍ଥ କହିପାରିବା। ସେମାନଙ୍କର କାର୍ଯ୍ୟ ଗୁଡ଼ିକ ବହୁ ଅବିସ୍ମରଣୀୟ, ବହୁ ମାଳ ରଚନା ସମ୍ଭାର ଏହି ସମୟରେ ଏହି ସନ୍ଥ ମାନେ ରଚନା କରିଦେଇଥିଲେ। ଅଚ୍ୟୁତାନନ୍ଦ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ, ଜଗନ୍ନାଥ ଦାସ, ବଳରାମ ଦାସ ଏହି ବ୍ୟକ୍ତିମାନେ ଓଡ଼ିଆ ଆଧ୍ୟାତ୍ମିକତା ଓ ସାହିତ୍ୟକୁ ସମୃଦ୍ଧ କରିଥିଲେ। ତାହେଲେ ଏମାନେ କଣ କରିଥିଲେ? ଓଡ଼ିଆର ଯୋଉ ଆଧ୍ୟାତ୍ମିକତା ରହିଲା ସେହି ପରିସରକୁ ଏବଂ ଯୋଉ ସାହିତ୍ୟ ରହିଲା ତାକୁ ମଧ୍ୟ ଉଭୟକୁ ସେମାନେ ସମୃଦ୍ଧ କରିଥିଲେ। ବର୍ତ୍ତମାନ ଆଲୋଚନା କରୁଛେ ଆଧ୍ୟାତ୍ମିକ ପ୍ରଭାବ ସମ୍ପର୍କରେ, ଯୋଉଥିରେ ପଞ୍ଚସଖା ଚୈତନ୍ୟ ମହାପ୍ରଭୁଙ୍କର ବୈଷ୍ଣବ ଦର୍ଶନ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ତାହେଲେ କଣ ହେଇଛି? ପଞ୍ଚସଖା ଗଣ ଚୈତନ୍ୟ ମହାପ୍ରଭୁଙ୍କର ଯୋଉ ବୈଷ୍ଣବ ଦର୍ଶନ ରହିଥିଲା ତାହା ଦ୍ୱାରା ସେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ଆଉ ଟିକେ ଆମେ ଅଧିକ ଇନଫର୍ମେସନ ଜାଣିବା କାହା ବିଷୟରେ? ତା ଯୋଉ ଆଧ୍ୟାତ୍ମିକ ପ୍ରଭାବ ରହିଛି। ଆପଣ ସ୍କ୍ରିନଶଟ ନେଇଯାଆନ୍ତୁ ଏବଂ ଖାତାରେ ନୋଟ ଲେଖିଦେବେ।